ଜାଣନ୍ତି ଇଲେକ୍ଟ୍ରୋନିକ୍ସର ଏହି ଯେଉଁ ବିଶାଳ ଦୁନିଆ ତା ପଛରେ ଗୋଟିଏ ବହୁତ ସରଳ ଆଉ ମୌଳିକ ନିୟମ କାମ କରେ ଯାହା ପ୍ରାୟ ସବୁକିଛିକୁ ନିୟନ୍ତ୍ରଣ କରେ। ତେବେ ଆଜିର ଏହି ଆଲୋଚନାରେ ଆମେ ସେହି ନିୟମ ମାନେ ଓମ୍ଙ୍କ ନିୟମକୁ ଏକଦମ ସହଜ ଭାବରେ ବୁଝିବାକୁ ଚେଷ୍ଟା କରିବା। ଆସନ୍ତୁ ଗୋଟେ ପ୍ରଶ୍ନରୁ ଆରମ୍ଭ କରିବା। କେବେ ମନକୁ ଆସିଛି କି ଏମିତି କେଉଁ ଗୋଟିଏ ନିୟମ ଥାଇପାରେ ଯାହା ଆମେ ବ୍ୟବହାର କରୁଥିବା ପ୍ରତ୍ୟେକ ଇଲେକ୍ଟ୍ରୋନିକ୍ ଜିନିଷର ମୂଳଦୁଆ? ହଁ, ଏମିତି ଗୋଟିଏ ନିୟମ ଅଛି, ଆଉ ତାହା ହେଉଛି ଓମ୍ଙ୍କ ନିୟମ। ଆଉ ଏହି ନିୟମକୁ ଆବିଷ୍କାର କରିଥିଲେ ଜର୍ମାନ ବୈଜ୍ଞାନିକ ଜର୍ଜ ଓମ୍। କିନ୍ତୁ ଜାଣନ୍ତି ତାଙ୍କର ପରୀକ୍ଷା କରିବାର ତରିକା ଟିକେ ଅଜବ ଥିଲା। ସେ କରେଣ୍ଟକୁ ମାପିବା ପାଇଁ ନିଜେ ହିଁ ଲାଇଭ୍ ସର୍କିଟକୁ ଛୁଇଁ ଦେଉଥିଲେ, କେବଳ ଏହା ଜାଣିବା ପାଇଁ ଯେ ତାହା କେତେ କଷ୍ଟ ଦେଉଛି। ଶୁଣିବାକୁ ଅଦ୍ଭୁତ ଲାଗୁଥାଇପାରେ, କିନ୍ତୁ ଏଇଭଳି ପରୀକ୍ଷାରୁ ହିଁ ସେ ଗୋଟେ ମୂଳ ସତ୍ୟ ବୁଝିପାରିଥିଲେ। କରେଣ୍ଟ ଯେତେ ବେଶୀ, କଷ୍ଟ ବି ସେତେ ବେଶୀ। ହଉ, ତେବେ ଚାଲନ୍ତୁ ଏହି ନିୟମର ମୂଳ କଥାକୁ ଟିକେ ଭାଙ୍ଗିକି ବୁଝିବା। ଏହି ପୁରା କାହାଣୀର 3 ଜଣ ମୁଖ୍ୟ ଖେଳାଳି ହେଲେ ଭୋଲ୍ଟେଜ, କରେଣ୍ଟ ଓ ରେଜିଷ୍ଟାନ୍ସ। ଭୋଲ୍ଟେଜକୁ ଆମେ ଏମିତି ଭାବିପାରିବା ଯେମିତି ଗୋଟେ ପାଣି ପମ୍ପ। ଯେମିତି ଗୋଟେ ପମ୍ପ ପାଇପ୍ରେ ପାଣିକୁ ଠେଲିଥାଏ, ଠିକ୍ ସେମିତି ଭୋଲ୍ଟେଜ ଗୋଟେ ସର୍କିଟ୍ରେ ଇଲେକ୍ଟ୍ରନ୍ଗୁଡ଼ିକୁ ଠେଲିବାର କାମ କରେ। ଏଇଟା ହିଁ ସେହି ଧକ୍କା ବା ଚାପ ଯାହା ସବୁକିଛି ଆରମ୍ଭ କରେ। ଆଚ୍ଛା, ଏବେ ଆସିଲା କରେଣ୍ଟ। ଏଇଟା ହେଉଛି ଇଲେକ୍ଟ୍ରନ୍ଗୁଡ଼ିକର ପ୍ରକୃତ ପ୍ରବାହ। କେବେ ଭାବିଛନ୍ତି ଏହାକୁ ଆଇ କାହିଁକି କୁହାଯାଏ? କାରଣ ଫରାସୀ ବୈଜ୍ଞାନିକ ଆଣ୍ଡ୍ରେ ଆମ୍ପିୟର ଏହାକୁ ଇଣ୍ଟେନ୍ସିଟି ଦୁ କୋରେଣ୍ଟ କହୁଥିଲେ, ଯାହାର ଅର୍ଥ କରେଣ୍ଟର ତୀବ୍ରତା। ସେହି ଇଣ୍ଟେନ୍ସିଟି ଶବ୍ଦରୁ ଆଇ ଆସିଛି। ଏବେ ଯୋଉଟା କହିବି ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ଗୋଟିଏ ଆମ୍ପିୟର କରେଣ୍ଟ ଶୁଣିବାକୁ ବହୁତ କମ୍ ଲାଗୁଥାଇପାରେ, କିନ୍ତୁ ଜାଣନ୍ତି ଏହାର ମାନେ କ'ଣ? ଏହାର ମାନେ ହେଉଛି ପ୍ରତି ସେକେଣ୍ଡରେ ପାଖାପାଖି 6 କ୍ୱିଣ୍ଟିଲିୟନ୍ ଇଲେକ୍ଟ୍ରନ୍, ମାନେ ଏହି ବିରାଟ ସଂଖ୍ୟା ଗୋଟିଏ ଜାଗା ଦେଇ ଯାଉଛି। କଳ୍ପନା କରନ୍ତୁ ତ, ଏଇଟା ହିଁ ବିଦ୍ୟୁତର ପ୍ରକୃତ ଶକ୍ତି। ଆଉ ଶେଷରେ ଆସିଲା ରେଜିଷ୍ଟାନ୍ସ। ଏଇଟା ହେଉଛି ଗୋଟେ ପ୍ରକାରର ବ୍ରେକ୍। ଏହାର କାମ ହେଲା କରେଣ୍ଟର ପ୍ରବାହକୁ ବାଧା ଦେବା, ତାକୁ ଟିକେ ଧିମା କରିଦେବା। ଆଉ ବିଦ୍ୟୁତକୁ ନିୟନ୍ତ୍ରଣ କରିବା ପାଇଁ ଏଇଟା ବହୁତ ଜରୁରୀ। ଆଚ୍ଛା, ଏବେ ଆସିବା ସବୁଠୁ ମଜାଦାର କଥାକୁ। ଗୋଟେ ସିକ୍ରେଟ୍। ଓମ୍ସ ନିୟମ ପାଇଁ କୌଣସି ଫର୍ମୁଲା ମନେ ରଖିବା ଦରକାର ନାହିଁ। ବସ୍ କେବଳ ଏହି ଛୋଟ VIR ତ୍ରିଭୁଜଟି ମନେ ରଖିଲେ ସବୁ କାମ ସହଜ ହୋଇଯିବ। ଏହାକୁ ବ୍ୟବହାର କରିବା ଏକଦମ ସହଜ। ଗୋଟେ ତ୍ରିଭୁଜ ଆଙ୍କି ଉପରେ ଭି ଆଉ ତଳେ ଆଇ ଓ ଆର୍ ଲେଖିଦିଅନ୍ତୁ। ଯାହାର ମୂଲ୍ୟ ଦରକାର ତାକୁ ଖାଲି ଆଙ୍ଗୁଠିରେ ଘୋଡ଼େଇ ଦିଅନ୍ତୁ, ଆଉ ବାସ୍, ବାକି ଯାହା ଦେଖାଗଲା ସେଇଟା ହିଁ ଫର୍ମୁଲା। ଠିକ୍ ଅଛି, ତେବେ ଚାଲନ୍ତୁ ଦେଖିବା ଏହି ତ୍ରିଭୁଜ ପ୍ରକୃତରେ କେମିତି କାମ କରୁଛି। ଗୋଟେ ବାସ୍ତବ ସମସ୍ୟା ନେଇ ତାକୁ ସମାଧାନ କରିବା। ତେବେ ସମସ୍ୟାଟା ହେଉଛି ଏମିତି। ଆମ ପାଖରେ ଗୋଟେ ସର୍କିଟ୍ ଅଛି, ଆଉ ଆମକୁ ଜଣାଅଛି ଯେ ସେଥିରେ 2 ଆମ୍ପିୟର କରେଣ୍ଟ ଯାଉଛି, ଆଉ 3 ଓମ୍ର ଗୋଟେ ରେଜିଷ୍ଟର ଲାଗିଛି। ତେବେ ପ୍ରଶ୍ନ ହେଉଛି, ଏହି ସର୍କିଟ୍ର ଭୋଲ୍ଟେଜ କେତେ? ଚାଲନ୍ତୁ ଆମ ତ୍ରିଭୁଜକୁ କାମରେ ଲଗେଇବା। ହଉ, ଆମକୁ ଭି ଦରକାର। ତେଣୁ ଆମେ ତ୍ରିଭୁଜରେ ଭିକୁ ଘୋଡ଼ାଇ ଦେବା। ଆଉ କ'ଣ ବାକି ରହିଲା? ଆଇ ଆଉ ଆର୍ ପାଖାପାଖି। ଏହାର ସିଧା ମାନେ ହେଉଛି ଏ ଦୁଇଟିକୁ ଗୁଣନ କରିବାକୁ ପଡ଼ିବ। ତେଣୁ 2 ଆମ୍ପିୟର ଗୁଣନ 3 ଓମ୍, ଉତ୍ତର ଆସିଲା 6 ଭୋଲ୍ଟ। ଦେଖିଲେ ତ କେତେ ସହଜରେ ଉତ୍ତର ବାହାରିଗଲା। କିନ୍ତୁ ଓମ୍ଙ୍କ ନିୟମ ଖାଲି ହିସାବ କରିବା ପାଇଁ ନୁହେଁ, ଏହା ଆମକୁ ଏହି 3ଟି ଶକ୍ତି ଭିତରେ ଥିବା ସମ୍ପର୍କକୁ ବୁଝିବାରେ ସାହାଯ୍ୟ କରେ। ଏଠି ମୁଖ୍ୟତଃ 2ଟା କଥା ମନେ ରଖିବାକୁ ହେବ। ପ୍ରଥମ କଥା, ଭୋଲ୍ଟେଜ ଆଉ କରେଣ୍ଟ ଭିତରେ ସିଧା ସମ୍ପର୍କ। ମାନେ ଯଦି ଭୋଲ୍ଟେଜ ବଢ଼ିବ ତେବେ କରେଣ୍ଟ ବି ବଢ଼ିବ। ଆଉ ଦ୍ୱିତୀୟ କଥା, ରେଜିଷ୍ଟାନ୍ସ ଆଉ କରେଣ୍ଟର ସମ୍ପର୍କ ହେଉଛି ଓଲଟା। ଯଦି ରେଜିଷ୍ଟାନ୍ସ ବଢ଼େ ତାହେଲେ କରେଣ୍ଟ କମିଯିବ। ଏହାର ଗୋଟେ ବଢ଼ିଆ ଉଦାହରଣ ହେଉଛି ଲ୍ୟାମ୍ପ। ଯେତେବେଳେ ରେଜିଷ୍ଟାନ୍ସ ବଢ଼ିଯାଏ, କମ୍ କରେଣ୍ଟ ଯିବା ଯୋଗୁଁ ଲ୍ୟାମ୍ପର ଆଲୁଅ ଧିମା ହୋଇଯାଏ। ଏଇଟା ହିଁ ଓମ୍ଙ୍କ ନିୟମର ପ୍ରକୃତ କାମ। ହେଲେ ଏସବୁ ଥିଓରିର ପ୍ରକୃତ ଜୀବନରେ କ'ଣ କାମ? ଚାଲନ୍ତୁ ଏହାର ବ୍ୟବହାରିକ ଦିଗକୁ ଟିକେ ଦେଖିବା। ଦେଖନ୍ତୁ, ସବୁଠୁ ବଡ଼ କଥା ହେଲା ନିୟନ୍ତ୍ରଣ। ରେଜିଷ୍ଟରର ମୁଖ୍ୟ କାମ ହିଁ ହେଉଛି କରେଣ୍ଟକୁ କଣ୍ଟ୍ରୋଲ କରିବା ଆଉ ସମ୍ବେଦନଶୀଳ ଦାମୀ ଇଲେକ୍ଟ୍ରୋନିକ୍ ଜିନିଷଗୁଡ଼ିକୁ ଅଧିକ କରେଣ୍ଟରୁ ସୁରକ୍ଷା ଦେବା। ଗୋଟେ ଉଦାହରଣ ନେବା। ଗୋଟେ ଛୋଟ LED ବଲ୍ବକୁ ଯଦି ସିଧା ଗୋଟେ 9 ଭୋଲ୍ଟ ବ୍ୟାଟେରୀରେ ଲଗେଇ ଦିଆଯାଏ, ତାହେଲେ କ'ଣ ହେବ? ଫୁସ୍ ସେକେଣ୍ଡକେ ଜଳିଯିବ। କିନ୍ତୁ ତା ସାଙ୍ଗରେ ଯଦି ଗୋଟେ ଠିକ୍ ରେଜିଷ୍ଟର ଲଗେଇ ଦିଆଯାଏ, ତାହେଲେ ସେଟା କରେଣ୍ଟକୁ କମେଇ ଦିଏ ଆଉ LEDଟା ବଞ୍ଚିଯାଏ। ଏଟା ହିଁ ଓମ୍ସଙ୍କ ନିୟମର ପ୍ରକୃତ କମାଲ। ତେବେ ଶେଷରେ ଗୋଟେ କଥା ଭାବିବା, ଯଦି ଏହି ଛୋଟ ସରଳ ନିୟମ ଆଉ ତାର ତ୍ରିଭୁଜଟି ପୁରା ଇଲେକ୍ଟ୍ରୋନିକ୍ସ ଦୁନିଆର ମୂଳଦୁଆ, ତେବେ ଟିକେ କଳ୍ପନା କରନ୍ତୁ ତ, ଏହା ଉପରେ ନିର୍ଭର କରି ଆଉ କେତେ ବଡ଼ ବଡ଼ ଓ ଆଶ୍ଚର୍ଯ୍ୟଜନକ ଜିନିଷ ତିଆରି ହୋଇପାରିବ।